ବନ୍ଧୁଗଣ ନମସ୍କାର। ବନ୍ଧୁଗଣ ଆମେ ସବୁ ଜାଣିଛୁ ଯେ ପୁରାଣରେ 4ଟି ଯୁଗ ବିଷୟରେ କୁହାଯାଇଛି। ସେଗୁଡ଼ିକ ହେଲା ସତ୍ୟଯୁଗ, ତୃତୀୟ ଯୁଗ, ଦ୍ୱାପର ଯୁଗ ଏବଂ କଳିଯୁଗ। କିନ୍ତୁ କଳିଯୁଗକୁ ଛାଡ଼ି ଅନ୍ୟ ସବୁ ଯୁଗର ମହତ୍ତ୍ୱ ରହିଛି। କିନ୍ତୁ କଳିଯୁଗରେ କିଛି ମହତ୍ତ୍ୱ ହିଁ ନାହିଁ। ଚାରିଆଡ଼େ କେବଳ ପ୍ରତିଶୋଧ, ଝଗଡ଼ା, ହିଂସା କାଣ୍ଡ ସୃଷ୍ଟି ହେଉଛି। ଲୋଭ ଓ ମୃତ୍ୟୁ ଦେଖାଯାଉଛି ମଧ୍ୟ। କଳିଯୁଗକୁ ମଣିଷ ଜାତି ପାଇଁ ଏକ ଅଭିଶାପ ବୋଲି ମଧ୍ୟ କୁହାଯାଇଛି। ପୁରାଣରେ କଳିଯୁଗକୁ ମନୁଷ୍ୟମାନଙ୍କ ପାଇଁ ଅଭିଶାପ ବୋଲି ବର୍ଣ୍ଣିତ। କିନ୍ତୁ ଆପଣ କେବେ ଏହା ଭାବିଛନ୍ତି କି କଳିଯୁଗର ଆରମ୍ଭ କେବେ ଓ ଏହି ଅଭିଶପ୍ତ ଯୁଗର ଶେଷ କେବେ ଏବଂ ଏହାପରେ କେଉଁ ଯୁଗ ଆରମ୍ଭ ହେବ? ତେବେ ଚାଲନ୍ତୁ ଜାଣିବା କଳିଯୁଗ ପରେ କେଉଁ ଯୁଗ କିପରି ହେବ। ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯୁଗ ପରିବର୍ତ୍ତନରେ ଏହା 22ତମ ଚକ୍ର ଚାଲିଛି। ଏହାକୁ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି। କଳିଯୁଗ ସମ୍ବନ୍ଧୀୟ ପୁସ୍ତକମାନଙ୍କରେ ଏକ କିମ୍ବଦନ୍ତୀ ଅନୁସାରେ କଳିଯୁଗ ବିଷୟରେ ଜଣାଯାଏ। ବେଦ ପୁରାଣ ଅନୁସାରେ ଆମେ କେଉଁ ଯୁଗରୁ ବଞ୍ଚିଛନ୍ତି, ଯେଉଁ ଯୁଗର ନାମ ହେଉଛି କଳିଯୁଗ। ସେହି ପୁରାଣ ଓ ବେଦ ବିଷୟରେ କୁହାଯାଇଛି କି ଯେବେ ଧର୍ମ ଅଧର୍ମ ବଢ଼ିଯିବ, ଏହି ଯୁଗର ଅନ୍ତ ଘଟିବ। ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟପୂର୍ବ ଆଗରୁ ଆରମ୍ଭ ହୋଇସାରିଛି। ଯଦି ଆମେ ବେଦ କି ପୁରାଣ ଦେଖିବା, ତେବେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଇଛି। ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ହିଁ ହୋଇଥିଲା ଏବଂ ଏହାର ଅନ୍ତ କଳିଯୁଗରୁ ହେବ ବୋଲି କୁହାଯାଇଛି। ଏହି ଯୁଗରେ ନାନା ପ୍ରକାରର କୁକର୍ମ ବଢ଼ିବ। ଚୁରି, ଡକାୟତି, ଲୋଭ, କାମ, କ୍ରୋଧ ଆଦି ମଣିଷକୁ ଅନ୍ତ କରିଦେବ। ମଣିଷ ନିଜର ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ। ଯେତେ ସବୁ ଖରାପ ପ୍ରକୃତି ଅଛି ତାହା ଲୋକମାନଙ୍କର ମୁଖ୍ୟ ପ୍ରକୃତ ହୋଇଯିବ। ଏହି ଯୁଗର ଅନ୍ତ ହେବା ସମୟରେ ଏଭଳି ହୋଇଯିବ କି ମଣିଷ ନିଜର ଆୟୁଷ ମଧ୍ୟ କମିଯିବ। ଏହି କଥା ଭଗବାନ ବିଷ୍ଣୁ ନାରଦକୁ କହିଥିଲେ। ସେହି ସମୟ ବେଳକୁ ମନୁଷ୍ୟର ବୟସ ମାତ୍ର 20 ବର୍ଷ ହୋଇଯିବ। ପୁରୁଷ ମହିଳା କିଛି ନ ମାନି ସର୍ବଦା ଭୋଗ ବିଳାସରେ ବୁଡ଼ି ରହିବେ। ଏହି କଳିଯୁଗ ଅଧର୍ମୀ ଓ ପାପୀମାନଙ୍କର ସଂଖ୍ୟା ବଢ଼ିଯିବ। ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯୁଗ ପରିବର୍ତ୍ତନରେ ଏହା 22ତମ ଚକ୍ର ଚାଲିଛି। ଏହାକୁ ଗୀତାରେ ମଧ୍ୟ ବର୍ଣ୍ଣନା କରାଯାଇଛି। କଳିଯୁଗକୁ ମଣିଷଙ୍କ ପାଇଁ ଅଭିଶାପ କୁହାଯାଏ, କାରଣ ଜଣେ କେହି ଭଗବାନ ବିଷ୍ଣୁଙ୍କୁ ପଚାରିଲେ କି ଭଗବାନ, ଏବେ ଦ୍ୱାପର ଯୁଗ ଚାଲିଛି ଏବଂ ଏହାପରେ କଳିଯୁଗ ମଧ୍ୟ ଆସିଯିବ, କିନ୍ତୁ ମଣିଷମାନେ ଏହି ନୂତନ ଯୁଗକୁ କିପରି ଜାଣିବେ? ସେହି ସମୟରେ ଭଗବାନ ବିଷ୍ଣୁ କହିଥିଲେ ଯେ ଯେତେବେଳେ ଦୁନିଆରେ ପାପ ଭାର ବଢ଼ିଯିବ, ସେତେବେଳେ କଳିଯୁଗ ଆରମ୍ଭ ହୋଇଯିବ ବୋଲି ଜଣାଯାଇଛି। ଏବଂ କଳିଯୁଗର ଆରମ୍ଭ ସ୍ତ୍ରୀର କେଶରୁ ଆରମ୍ଭ ହେବ। ବର୍ତ୍ତମାନ ନାରୀର ଯେଉଁ କେଶକୁ ଅଳଙ୍କାର ରୂପେ ବିବେଚିତ କରାଯାଇଛି, କଳିଯୁଗରେ ନାରୀମାନଙ୍କ ତାହାକୁ କାଟିଦେବା ଆରମ୍ଭ କରିଦେବେ। ଏହାପରେ ଉଭୟ ପୁରୁଷ ଓ ମହିଳା ସୁନ୍ଦର ହେବା ପାଇଁ ନିଜେ କେଶକୁ ରଙ୍ଗ କରିବେ ଆରମ୍ଭ କରିଦେବେ। ତାପରେ କଳିଯୁଗ ଆଉ କାହା କେଶ ଲମ୍ବା ଓ କଳା ଦେଖାଯିବ ନାହିଁ। ହିନ୍ଦୁ ଗ୍ରନ୍ଥ ଅନୁଯାୟୀ ଆଗାମୀ ସତ୍ୟଯୁଗର ଅବଧି 17,28,000 ବର୍ଷ ହେବ। ଏହି ଯୁଗରେ ମନୁଷ୍ୟର ବୟସ 4,000ରୁ 10,000 ବର୍ଷ ହୋଇଯିବ। ପୃଥିବୀରେ ପୁଣି ଥରେ ଧର୍ମଚର୍ଚ୍ଚା ହେବ। ମଣିଷ ଶାରୀରିକ ଭୋଗ ଛାଡ଼ିବ, ମାନସିକ ଭୋଗକୁ ଅଧିକ ଗୁରୁତ୍ୱ ଦେବ। ମଣିଷ ମନରେ ଘୃଣାର ସ୍ଥାନ ରହିବ ନାହିଁ। ଚାରିଆଡ଼େ ପ୍ରେମ ଓ ଭଲ ପାଇବା ହେବ। ଏହା ସର୍ବୋଚ୍ଚ ଜ୍ଞାନ ହାସଲ କରିବ। ଲୋକମାନେ ପୂଜା ପାଠରେ ବିଶ୍ୱାସ କରିବେ। ସତ୍ୟଯୁଗରେ ଈଶ୍ୱରଙ୍କ ସହ କଥା ହେବାର ଶକ୍ତି ପାଇବେ। ନିଜ ଶରୀର ପ୍ରତି ନିୟନ୍ତ୍ରଣ ରଖିବେ। ସମସ୍ତେ ଖୁସି ହେବେ। ଅର୍ଥାତ୍ ସତ୍ୟଯୁଗକୁ ସୁବର୍ଣ୍ଣ ଯୁଗ କୁହାଯିବ।